ଜୟ ଜଗନ୍ନାଥ। ବିଶ୍ୱାସଘାତର ଦଣ୍ଡ। ମହାଭାରତ ଯୁଦ୍ଧ ସମାପ୍ତ ହେଲା ପରେ ଧୃତରାଷ୍ଟ୍ର ଶ୍ରୀକୃଷ୍ଣଙ୍କୁ ପଚାରିଲେ, ଆପଣ ତ ଭଗବାନ ଅଟନ୍ତି, ତାହେଲେ ଆପଣ ମୋତେ ବତାନ୍ତୁ, ମୋ ସହିତ ଏମିତି ଅନ୍ୟାୟ କାହିଁକି ହେଲା? ମୁଁ ଅନ୍ଧ ହୋଇ ଜନ୍ମ ହେଲି, ଆଉ ଯୁଦ୍ଧରେ ମୋର 100 ପୁତ୍ର ମଧ୍ୟ ମରିଗଲେ। ଶ୍ରୀକୃଷ୍ଣ କହିଲେ, ପୂର୍ବଜନ୍ମରେ ଆପଣ ଜଣେ ରାଜା ଥିଲେ। ଆପଣଙ୍କ ରାଜ୍ୟରେ ଜଣେ ପରମ ତପସ୍ୱୀ ବ୍ରାହ୍ମଣ ରହୁଥିଲେ। ବ୍ରାହ୍ମଣଙ୍କ ପାଖରେ ହଂସର ଗୋଟିଏ ଯୁଗଳ ଥିଲେ, ଆଉ ସେମାନଙ୍କର 4ଟା ଛୁଆ ଥିଲେ। ବ୍ରାହ୍ମଣଙ୍କୁ ତୀର୍ଥଯାତ୍ରାରେ ଯିବାକୁ ଥିଲା, କିନ୍ତୁ ହଂସ ଛୁଆମାନଙ୍କର ଦେଖାଶୁଣାର ଚିନ୍ତା ଯୋଗୁଁ ସେ ଯାଇପାରିଲେ ନାହିଁ। ବ୍ରାହ୍ମଣ ତାଙ୍କର ଏହି ଚିନ୍ତାକୁ ଜଣେ ସାଧୁଙ୍କୁ କହିଲେ, ଆଉ ସେ କହିଲେ, ରାଜା ପ୍ରଜାପାଳକ ହୋଇଥାନ୍ତି। ତୁମେ ତୁମର ହଂସ ଯୁଗଳ ଆଉ ସେମାନଙ୍କର ଛୁଆଙ୍କୁ ରାଜାଙ୍କ ସଂରକ୍ଷଣରେ ରଖି କରି ତୀର୍ଥଯାତ୍ରାକୁ ଯାଇପାରିବ। ବ୍ରାହ୍ମଣଙ୍କୁ ସାଧୁଙ୍କ କଥା ଉଚିତ ଲାଗିଲା। ସେ ତାଙ୍କର ହଂସ ଯୁଗଳ ଆଉ ସେମାନଙ୍କର ଛୁଆଙ୍କୁ ରାଜାଙ୍କ ସଂରକ୍ଷଣରେ ରଖି ଯାତ୍ରାକୁ ଚାଲିଗଲେ। ଦିନେ ରାଜାକୁ ମାଂସ ଖାଇବାକୁ ପ୍ରବଳ ଇଚ୍ଛା ହେଲା। ସେ ସେହି ହଂସର 2ଟି ଛୁଆଙ୍କୁ ନେଇ ଆଣି ମାରି ତରକାରୀ କରି ଖାଇଦେଲେ। ଏମିତି ସମୟ ବିତି ଚାଲିଲା। ସେ ହଂସ ଯୁଗଳ ଗୋଟିଏ ଗୋଟିଏ କରି 100 ଛୁଆ ଜନ୍ମ କରିଲେ, ଆଉ ରାଜା ଲୋଭରେ ସେମାନଙ୍କୁ ମାରି ଖାଇ ଚାଲିଲେ। ଶେଷରେ ହଂସ ଯୁଗଳଙ୍କର ମୃତ୍ୟୁ ହୋଇଗଲା। ବହୁଦିନ ପରେ ବ୍ରାହ୍ମଣ ତୀର୍ଥଯାତ୍ରା କରି ଫେରି ଆସିଲେ, ଆଉ ରାଜାଙ୍କୁ ନିଜର ହଂସ ଯୁଗଳଙ୍କ ବିଷୟରେ ପଚାରିଲେ। ରାଜା କହିଲେ, ହଂସ ଯୁଗଳ ଆଉ ଛୁଆମାନେ ବହୁତ ଅସୁସ୍ଥ ହୋଇଯାଇଥିଲେ, ଆଉ ତୁମେ ଯିବାର କିଛି ଦିନ ପରେ ସେମାନେ ମରିଗଲେ। ସେ ବ୍ରାହ୍ମଣ ରାଜାଙ୍କ କଥାକୁ ଆଖି ବନ୍ଦ କରି ଭରସା କରିଦେଲେ। ସେଥିପାଇଁ ଆପଣଙ୍କର 100 ପୁତ୍ର ଜନ୍ମ ହେଲେ। ଆପଣଙ୍କର କଥାକୁ ଆଖି ବନ୍ଦ କରିଥିବା ବ୍ୟକ୍ତିକୁ ମିଛ କହିବା ଆଉ ରାଜଧର୍ମର ପାଳନ ନ କରିବା କାରଣରୁ ଆପଣ ଅନ୍ଧ ଆଉ ରାଜକାର୍ଯ୍ୟରେ ବିଫଳ ବ୍ୟକ୍ତି ହୋଇଗଲେ। ଶ୍ରୀକୃଷ୍ଣ ଆଗକୁ ଯାଇ କହିଲେ, ସବୁଠୁ ବଡ଼ ଛଳ ହେଲା ବିଶ୍ୱାସଘାତ। ଆପଣ ସେହି ପାପର ଫଳ ଭୋଗିଲେ। ଜୟ ଜଗନ୍ନାଥ।